ମନୁଷ୍ୟ ଜନ୍ମଜାତ ହୋଇ ତେବେ ଗୁରୁ ଜ୍ଞାନ ବାକ୍ୟ କରଯାଇ ଆଜ୍ଞା ଦେଉଛନ୍ତି ଦାନ ଗୁରୁ ଆଜ୍ଞା ସତ ଏ ବଚନ ରୂପ ଯୁଗ ଅନୁଭବ କରାଇବ ମାତ୍ର ଯାହା ଦେଉଛନ୍ତି ଗୁରୁ ଆଜ୍ଞା ସତ ଜ୍ଞାନ ରଖ ସତ୍ୟରେ ବାରତା ଦେଉଛନ୍ତି ଏକା ଗୁରୁ ଜ୍ଞାନ ଦାତା ଗୁରୁଙ୍କର ଚରଣ ପାଦ ଧୂଳି ଗୁରୁ ଆଜ୍ଞା ଦର୍ଶନ ରଖିଥାଅ ହରି ଜଗତ ଚରଣ ବିଚାରଣ କରି ମାତ୍ର ଦେବ ମହେଶ୍ୱର ତାଙ୍କର ଚିତ କାମନା କରି ସୂର୍ଯ୍ୟ ଦେବତାକୁ ଦର୍ଶନ କରି ଏକାକ୍ଷର ମନ ରଖିଥିବ ଧନ ଜଗତର ସ୍ୱାମୀ ଅରୂପାନନ୍ଦ ଅଲେଖ ବ୍ରହ୍ମପାଦ ଗୁରୁ ଆଜ୍ଞା ଚେତନା କର ସୂର୍ଯ୍ୟ ଚନ୍ଦ୍ର ଦେବ ଧରିଛନ୍ତି ମାନବ ଏହି ପରୀକ୍ଷାରେ ଦେଖୁଛନ୍ତି ସତ୍ୟ ରୂପେ ଚାହିଁ ଗୁରୁ ଆଜ୍ଞା ଦର୍ଶନ କର ତୁମ୍ଭେ ଯାଇ ସତରଙ୍ଗେ ବାନା ଧରି ଗୁରୁ ଆଜ୍ଞା କର ଚେତନା କରି ନ ରଖ ସୂର୍ଯ୍ୟ ଦେବତା ଏହି ଦେବତା ଅଟଇ ସୂର୍ଯ୍ୟ ସତେ ଚନ୍ଦ୍ର ସୂର୍ଯ୍ୟ ହୁଅନ୍ତି ଆତ ଜାତ ଜଗତର ମହିମା ଦେବ ଶୂନ୍ୟରୁ ବାରତା ଦେଇବେ ଉତ୍ତର ଅନନ୍ତ ଯାତନା କରି ଗୁରୁ ବ୍ରହ୍ମ ରୂପେ ଚାହିଁ ସକଳ ମହାମୁନି ଯୋଗେଶ୍ୱର ଦାନ ରକ୍ଷା କର ଆହେ ନରଗଣ ସତ ଧର୍ମକୁ ରକ୍ଷା କର ତୁମ୍ଭେ ରକ୍ଷା ନ କରିଲେ କେଉଁଠି ପାଇବ ଭଲ ମନ୍ଦ ପୁରେ ଆଜ୍ଞା ଗୁରୁ ଦେଉଛନ୍ତି ଦାନ ସତ ରକ୍ଷା କର ଏ ବଚନ ଭାବି ରଖିଥାଅ ମନେ ଚିନ୍ତିନ ଜ୍ଞାନକୁ ବିଚାର କରିବ କର୍ଣ୍ଣ ଏହି ବେଦ ସୃଷ୍ଟି ଦେଉଛନ୍ତି ହରି ଚରଣ ବିଚାର ମନରେ ମୋହରି କେମନ୍ତ ପରୀକ୍ଷା କରିବେଟି ଶିକ୍ଷା ଗୁରୁ ଆଜ୍ଞା ଦର୍ଶନ ଚେତନା ଯେ ଭଜ ମନେ ବିଚାରିବ ଗୁରୁ ଆଜ୍ଞା ନାମ ଧର ଏହି ଗୁଣ ସୃଷ୍ଟି ଆପଣା ଯେ ଜ୍ୟୋତି ଆଣିଛନ୍ତି ବେଦ ରକ୍ଷା କର ନାଥ ଜଗତ ମହିମା ଗୋଟି ଯାତନା ଯେ ଶିବ ଗୁରୁ ଆଜ୍ଞା ଦେବ ସକଳ ପାର୍ଥବ ମନରେ ବିଚାରି ଏମନ୍ତ ମହିମା କରିବ ଯାତନା ସ୍ୱର୍ଗପୁରେ ଦେବ ହରି ସୁକଲ୍ୟାଣ ଦାନ ରଖ ନାମ ବ୍ରହ୍ମ ଅଲେଖ ନିବେଦନ ସେହି ବିଚାରଣ ମଧ୍ୟରେ କର ତୁମ୍ଭେ ଚିତ୍ର ଧରିଛନ୍ତି ରାମ ହରି କହୁଁ କହୁଁ ବେଗେ ରାମଙ୍କର ଭାବେ ଚରଣ ଭଜିବ ଯାଇ ଏହି ବିଚାରଣ କର ନାରାୟଣ ସକଳ ମାନବ କୀର୍ତ୍ତି ଭାବ ଏ ଚରିତ୍ର ମନେ ରଖିଥିବ ଗୁରୁ ଆଜ୍ଞା ଦର୍ଶନ ଚରଣ ଯେ ଭଜି ଗୁରୁ ଆଜ୍ଞା ସେହି ରୂପରେଖ କଲେ ଦାନ ଏମନ୍ତ ହରି ଚରଣଟି ସେହି ଜ୍ଞାନକୁ ବାରତା ଗୁଣ ରାମକୃଷ୍ଣ ଚେତ ଗୁରୁ ଶିକ୍ଷା ପାଦ ଅଲେଖ ଭୁବନେ ଜାଣ ଏହି ତପ ଆଜ୍ଞା ଗୁରୁ ଶିକ୍ଷା ଜାଣ ସକଳ ମାନବ ଦେବ ଅଗୋଚର ଅଛି ପୃଥିବୀରେ କିଛି ମାନବ ଦେହ ଧରି ରହିଛନ୍ତି ଯୋଗୀ ବିଚାରଣ କର ଏକଇଶ ମାତ୍ର ଧର୍ମକୁ ଧରି ଜ୍ଞାନକୁ ବିଚାରି ଗୁରୁ ଆଜ୍ଞା ଚିତେ କର ଯାହା ଆତ୍ମା ମୁନି ଦେଉଛନ୍ତି ଆଣି
ବିଚାରଣ କର ଦେବ। ଯେଉଁ ଅଛି ଆତ୍ମା ସକଳ ମହିମା ଜଗତ ବିଚାର କରି। ନାମ ଏ ମହିମା ଯୋଗେଶ୍ୱର ସିନା ଜାଗିଛନ୍ତି ବ୍ରହ୍ମ ଜାଗି। ରୂପ ଜଗନ୍ନାଥ ଶୁଣ ଭାଗବତ ଆଣିଅଛି ଗୁଣବାଣୀ। ଏହି ପରୀକ୍ଷାରେ ଅଟେ ମହାଯୋଗ ଋଷି। ଶୂନ ବ୍ରହ୍ମ ଅଟଇ ଯେ ମହାଦେବ ଜାଗି। ରୂପ ଏ ମହିମା ବେଦ ଅଲେଖଙ୍କ ବାନା। ଶୁଣ ଶୁଣ କହୁଅଛି ଗୁରୁଙ୍କର ଜ୍ଞାନ। ଚରଣ ଯେ ବିଭୂତି ଯେ କଲେଜ ଚେତନା। ଶୁଣ ଶୁଣ ରାମଦେବ ପରୀକ୍ଷାଟି ବାନା। ପରୀକ୍ଷାରେ ନାମ ତାହା ତେଣୁ କଲେ ଶିକ୍ଷା। ଗୁରୁ ଆଜ୍ଞା ପାଇନ ଯେ ତେଣୁ କଲେ ଲେଖା। ଜଗତର ସ୍ୱାମୀ ଦାତା ଅରୂପ ଯାତନା। ଯାହା ଦେଇଛନ୍ତି ଗୁରୁ କରିବେ ମହିମା। ସକଳ ଯେ କୀର୍ତ୍ତି ଯୋଗ ଅଲେଖ ବ୍ରହ୍ମାଣ୍ଡ। ଯାହା ଦେଉଛନ୍ତି ଶିକ୍ଷା ରାମଙ୍କର ଫଳ। ସ୍ୱର୍ଣ୍ଣରୁ ବାରତା ଗୁଣ କଲେ ଦେବ ହରି। ମାନବ ବିଚାର କଥା କହ ଦଇତାରି। ରୂପ ଯୁଗ ବ୍ରହ୍ମାଣ୍ଡ ଯେ କରିଛନ୍ତି ଜ୍ଞାନ। ଅଲେଖ ଭୁବନେ ଜାତ ଉତ୍ପତ୍ତିକୁ ଚିହ୍ନ। ରୂପ ଯୁଗ ନିରାକାର ଦେବ ଏହିପରି। ସକଳ ବିଚାର କର ମନକୁ ଯେ ହରି। ଚରଣ କହୁଛି ବାନା କର ଯେ ମହିମା। ସେତୁ ବନ୍ଧ ବାନ୍ଧିଥିଲେ କେଉଁ କେଉଁ ନାମ। ଯାତନା କରିଲେ ବେଗ ହନୁମନ୍ତ ଯାଇ। ବିଚାରଣ କରିଥିଲେ ସେତୁ ବନ୍ଧ ବାନ୍ଧି। ରୂପ ଯୁଗ ନାଥ ଦେବ କରୁଣା ସାଗର। ଏମନ୍ତ ଯେ ବାନ୍ଧିଥିଲେ କେଉଁ କେଉଁ ନର। ଜଗତର ସ୍ୱାମୀ ଦେବ ଅରୂପ ଯାତନା। ଯୋଗେଶ୍ୱର ବାନ୍ଧିଥିଲେ ତାଙ୍କର ମହିମା। ରୂପ ଯୁଗ ବାନ୍ଧିଥିଲେ ଅବତାର ହୋଇ। ସେତୁ ବନ୍ଧ ବାନ୍ଧିଥିଲେ ନାରାୟଣ ଯାଇ। ଏମନ୍ତ ବିଚାର କଥା କହ ବେଗେ ଆଣି। ସେତୁ ବନ୍ଧ ବାନ୍ଧିଥିଲେ ଦେବ ଚକ୍ରପାଣି। ରୂପ ଯୁଗ ନାଥପତି ବାନ୍ଧିଲେ ଟି ବନ୍ଧ। କେମନ୍ତ ଲେଖିଲେ ତାହା ଲେଖିଲେ ଗୋବିନ୍ଦ। ବିଚାରଣ କରିଥିଲେ ସତଜ୍ଞାନ ଧରି। ଯାହା ମୁଖେ ଯାହା ତେଜ କରିଥିଲେ ହରି। ଏମନ୍ତ ଚରଣ ନାମ କର ବିଚାରଣ। ସେତୁ ବନ୍ଧ ବାନ୍ଧିଥିଲେ ଜଗନ୍ନାଥ ଜାଣ। ଏହି ରୂପ ଦୟାମୟ କରିଥିଲେ କୀର୍ତ୍ତି। ଜଗତର ନାଥ ଦେବ ଅରୂପ ଯେ କୀର୍ତ୍ତି। ମହିମା ଯାତନା ମାନ କରାଇଲେ ଗୁଣ। ବେଗେ ବେଗେ ବାନ୍ଧିଛନ୍ତି କରିବେ ଆପଣ। ହୃଦୟରେ ଶିକ୍ଷା ଦାତା କଲେ ଗୁଣ କୀର୍ତ୍ତି। ନାମ ଯୋଗ ବୋହିଛନ୍ତି ବ୍ରହ୍ମାଣ୍ଡର ଋଷି। ଜ୍ଞାନ ଦାତା ବୋହିଛନ୍ତି ସକଳ ଯାତନା। ଗୁରୁ ଆଜ୍ଞା ଦେଉଛନ୍ତି ସକଳ ମହିମା। ରୂପ ଯୁଗ ନାଥପତି ଅଲେଖ ରମଣ। ଯାହା ଦେଉଛନ୍ତି ପ୍ରଭୁ ଜଗତରେ ଦାନ। ଏମନ୍ତ ଯେ ଗୁରୁ ଶିକ୍ଷା ପରମା ଯେ ନନ୍ଦ। ଭାଗ୍ୟ କରିଥିଲା ଲୋକ ପାଇବେ ଗୋବିନ୍ଦ। ମୁକତିର ଲୋଭିନାଥ ଜଗତର ହରି। କେମନ୍ତ ଯେ ଶିକ୍ଷା କଲେ ଗୋବିନ୍ଦକୁ ଧରି। ବିଚାରଣ କରୁଛନ୍ତି ଅଲେଖ ରମଣ। କେଉଁଠାରେ ଥିଲା ଶିକ୍ଷା ଗୋବିନ୍ଦଟି ଜାଣ। ରୂପ ଯୁଗ ଅଣାକାର
ଅଣଚାଶ ପୁର ହରି ନାମ ଧର ଏକା ସାର ମହାମନ୍ତ୍ର।